କଂଗ୍ରେସ କମିଟିର ଧାନମଣ୍ଡି ପରିଦର୍ଶନ ରାସ୍ତାରୋକ ଆନ୍ଦୋଳନ 11 ଜାନୁଆରୀ 2025 ନବରଙ୍ଗପୁର ଜିଲ୍ଲାରେ କଂଗ୍ରେସ କମିଟି ପକ୍ଷରୁ ଧାନମଣ୍ଡି ପରିଦର୍ଶନ କାର୍ଯ୍ୟକ୍ରମ ଥିଲା। ଏଥିରେ ରାଜ୍ୟ କିଷାନ ସେଲ୍ ସଭାପତି ଶ୍ରୀ ଅଭୟ କୁମାର ସାହୁ, ଜିଲ୍ଲା କିଷାନ ସେଲ୍ ଚେୟାରମ୍ୟାନ୍ ଡକ୍ଟର ସନତ ରାଜ ଗଣ୍ଡ, ଜିଲ୍ଲା ସଭାପତି ଡକ୍ଟର ସୁଶ୍ରୀ ଲିପିକା ମାଝୀ, ଜିଲ୍ଲା କୋର୍ଡିନେଟର ପରଶୁରାମ ନାୟକ ଏବଂ ସବୁ ବ୍ଲକର କଂଗ୍ରେସ କର୍ମୀ ନବରଙ୍ଗପୁର ଆର୍ଏମ୍ସି ଗୋଦାମରେ ଯାଇ ନିରୀକ୍ଷଣ କରି ଦେଖିଲେ ଯେ ଭାଗଚାଷୀ ଗୋଚର ଜମି, ଅନାବାଦୀ ଜମି, ଜଙ୍ଗଲ ଜମିର ଟୋକନ ଆସିନାହିଁ। ତାହା ସହିତ କଟନୀ ଛଟନୀରେ 5ରୁ 7 କେଜି ଲେଖା ଧାନ କଟାଯାଉଛି। ଜରି ବେଗ ବଦଳରେ ସୁତିଳି ବେଗ ବାଧ୍ୟତାମୂଳକ ଯୋଗୁଁ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଏଥିରେ ସରକାରଙ୍କୁ ଜଣାଇଥିଲେ ଯେ ଯଥାଶୀଘ୍ର ଧାନର ସଠିକ ମୂଲ୍ୟ ମିଳୁ ଏବଂ ଜିଲ୍ଲାପାଳଙ୍କୁ ବି ଦାବିପତ୍ର ପ୍ରଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ପ୍ରମୋଦ କୁମାର ନନ୍ଦଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।